ममतार सिंधु सिए तृषा थिले पाई हुए ममतार सिंधु सिए तृषा थिले पाई हुए तापणते आमको से तापणते आमको से ढांकी थाए रे ढांकी थाए रे किए अछि रे किए अछि रे माँ परी पृथ्वी रे किए अछि रे किए अछि रे कह किए अछि रे जेते गुणी ज्ञानी हुआ माँ सेवा करी निया जेते गुणी ज्ञानी हुआ माँ सेवा करी निया ता मूल्य को बुझे जिए से मोहन व्यक्तिटिए आम कष्ट देखी ताकू आम कष्ट देखी ताकू कष्ट दिए रे मुहरे न लागे झाल पोछि दिए रे किए अछि रे माँ परे पृथ्वी रे किए अछि रे किए अछि रे कह किए अछि रे काहे हेउ बाट बड़ा छाड़ू नाहु मोह माया काहे हेउ बाट बड़ा छाड़ू नाहु मोह माया चिन्हु नाहु माँ पद बुझु नाहु तार छंद पड़ी गले छाड़ी दे पड़ी गले छाड़ी दे गेलो करे रे किए अछि रे किए अछि रे माँ परे पृथ्वी रे किए अछि रे किए अछि रे कह किए अछि रे पहाड़र उच्चतारे माँ धैर्य देखे रे अग्निर ज्वलनरे माँ सेवा देखे रे झरणार जलधारा माँ आशीर्वाद देखे सूर्यर किरण रे माँ उजागर देखे माँ परी पृथ्वी रे किए अछि रे किए अछि रे कह किए अछि रे ममतार सिंधु सिए तृषा थिले पाई हुए तापणते आमको से ढांकी थाए रे किए अछि रे कह किए अछि रे माँ परी पृथ्वी रे किए अछि रे माँ वंदे मातरम। ओम श्री माता शरणं मम ओम श्री माता शरणं मम ओम श्री अरविंद शरणं मम परम प्रभु श्री अरविंद दिव्य जननी माँ का पाद पद्म रे मो हृदय शत शत प्रणाम। पूज्य वीर भाई लुना आपा शकुंतला आपा भावे प्रिया आपा एवं अन्य समस्त ज्योत्स्ना आपा एवं अन्य समस्त आपा भाई को प्रणाम। वंदे मातरम। ना 12 years with Sri Aurobindo यार प्रथम भाग आम आलोचना करिचे। पूर्व आलोचना होता गत क्लास रे जिते बड़े श्री अरविंदर अप्रत्याशित भाव जो दुर्घटना घटिला
ଶ୍ରୀ ଅରବିନ୍ଦ କହୁଛନ୍ତି ଏଭଳି ସମୟରେ ଏ ଘଟଣାଟି ଘଟିଲା ଯୋଉ ସମୟରେ କି ସେ ଶକ୍ତି ଗୁଡିକ, ସେ ବିରୋଧୀ ଶକ୍ତି ଗୁଡିକ ଏତେ ଧୂର୍ତ୍ତ ଥିଲେ ଏବଂ ଏତେ ଚାଲାକ ଥିଲେ, ସେମାନେ ଏଭଳି ଗୋଟେ ସମୟ ନିର୍ବାଚନ କଲେ ଆଘାତ କରିବା ପାଇଁ, ଯୋଉ ସମୟରେ କି ମା ବିଶ୍ରାମ ନଉଛନ୍ତି ଏବଂ ଦେବଗଣ ମଧ୍ୟ ସୁପ୍ତ। ଏଇଭଳି ଗୋଟେ ନିଶ୍ଚେତନାର ସମୟରେ ସେ ଶକ୍ତି ଗୁଡିକ ଜାଗ୍ରତ ହେଇ ଉଠିଥିଲେ ଏବଂ ଶ୍ରୀ ଅରବିନ୍ଦଙ୍କୁ ଆଘାତ କରିବା ପାଇଁ ଏଇଭଳି ଗୋଟିଏ ସୁଯୋଗ, ସେମାନେ ସୁଯୋଗ ଅପେକ୍ଷାରତ ଥିଲେ ଏବଂ ଏଇଭଳି ଗୋଟେ ସମୟ ସେମାନେ ବାଛି ନେଲେ ଯୋଉ ସମୟରେ କି ମା ବିଶ୍ରାମ ନେଉଛନ୍ତି ଏବଂ ଦେବଗଣ ମଧ୍ୟ ସୁପ୍ତ ଅବସ୍ଥାରେ ଅଛନ୍ତି। ସେଇ ସମୟରେ ସେମାନେ ଆକ୍ରମଣଟି କରିଥିଲେ ଏବଂ ଯାହାଦ୍ୱାରା ଶ୍ରୀ ଅରବିନ୍ଦଙ୍କର ଏଭଳି ଏକ ଅପ୍ରତ୍ୟାଶିତ ଭାବରେ ଏଭଳି ଏକ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଲା। ଏବଂ ଯେହେତୁ ପ୍ରଭୁଙ୍କର ଜଙ୍ଘର ହାଡଟି ଭାଙ୍ଗି ଯାଇଥିଲା, ତେଣୁ ତାଙ୍କୁ ଶଯ୍ୟାରେ ସେ ପ୍ରାୟ ନିଶ୍ଚଳ ଏବଂ ପୁରା ସିଧା ହେଇକରି ଶୋଇକି ରହିଥାନ୍ତି। ଆଉ ତ ଉଠିବାର କୌଣସି, ଉଠିକି ଚାଲବୁଲ କରିବାର ତ ଚାନ୍ସ ନାହିଁ, ଯେହେତୁ ଜଙ୍ଘର ହାଡଟି ଭାଙ୍ଗିଛି। ଉଠିବା, ବସିବାର ବି ସାମର୍ଥ୍ୟ ନାହିଁ। ତେଣୁ ସେ କେବଳ କଣ କରୁଥିଲେ ନା ତାଙ୍କ ଶଯ୍ୟାରେ ନିଶ୍ଚଳ ଭାବରେ ଏବଂ ସଳଖ ଭାବରେ ଶୋଇକି ରହିଥାନ୍ତି। ସକାଳ ହେଲା ପରେ, ସକାଳର ସେଇ ସୂର୍ଯ୍ୟ ଆଲୋକ, ସ୍ୱଚ୍ଛ ଆଲୋକରେ ନିରଦବରଣ କଣ କଲେ ନା ପ୍ରଭୁଙ୍କୁ ଭଲ ଭାବରେ ଦେଖିବାର ସୁଯୋଗ ପାଇଲେ ଏବଂ ଦେଖିଲେ ଶ୍ରୀ ଅରବିନ୍ଦ ପୁରା ଧୀର, ସ୍ଥିର, ଶାନ୍ତ ଅବସ୍ଥା, କୌଣସି ପ୍ରକାର ପ୍ରତିକ୍ରିୟା ନାହିଁ, ପ୍ରତିକ୍ରିୟାହୀନ ମୁଖମଣ୍ଡଳ, ଆଖି ବନ୍ଦ କରିକି ଶୋଇଥାନ୍ତି। ସେ ଭାବିଲେ ଯେ ଜଣେ ଏତେ ଧୀର, ସ୍ଥିର, ଶାନ୍ତ କେମିତି ହେଇପାରେ? ଯେହେତୁ ଜଙ୍ଘର ହାଡଟି ଭାଙ୍ଗିଛି, କେତେ ଯନ୍ତ୍ରଣା ହଉଥିବ, କେତେ କଷ୍ଟ ହଉଥିବ, ତା ସତ୍ତ୍ୱେ ଏମିତି ଭାବରେ, ଧୀର ଭାବରେ, ଶାନ୍ତ ଭାବରେ, ସ୍ଥିର ଭାବରେ, ଏଭଳି ଅବସ୍ଥାରେ, ପ୍ରତିକ୍ରିୟାହୀନ ଅବସ୍ଥାରେ ସେ ଶୋଇ ରହିଛନ୍ତି ଧୀର ସ୍ଥିର ଭାବରେ। ଦେଖିଲେ ବିଶ୍ୱାସ କରି ହଉନି କେମିତି ସେ ଅଛନ୍ତି। ଏବଂ ଯଦି ଜଣେ ପ୍ରଶ୍ନ କରେ ଯଦି ଶ୍ରୀ ଅରବିନ୍ଦ ଜଣେ ଅବତାର, ତାହେଲେ ତାଙ୍କର ଏମିତି ଅବସ୍ଥା କାହିଁକି ହେଲା? ସେ ଚାହିଁଥିଲେ ତ ଏଭଳି ଅବସ୍ଥାକୁ ଅତିକ୍ରମ କରିପାରିଥାନ୍ତେ। ଏଭଳି ଗୋଟେ ଯୋଉ ବିରୋଧୀ ଶକ୍ତି ଗୁଡିକ ଯୋଉ ସମୟରେ ଆକ୍ରମଣ କରନ୍ତୁ ନା କାହିଁକି, ଶ୍ରୀ ଅରବିନ୍ଦ ତାଙ୍କୁ ନିଶ୍ଚିତ ଭାବରେ ଅତିକ୍ରମ କରିପାରିଥାନ୍ତେ। ଏ କଥାଟି ଯଦି ପ୍ରଶ୍ନ କରାଯାଏ ତାହେଲେ ଆମେ ଚିନ୍ତା କରିବା ଯେ ଶ୍ରୀ ରାମଚନ୍ଦ୍ର ମଧ୍ୟ ଅବତାର, ତାହେଲେ ତାଙ୍କୁ କାହିଁକି 14 ବର୍ଷ ବନବାସର ଦୁଃଖ ସହିବାକୁ ପଡିଲା? 14 ବର୍ଷ କାହିଁକି ବନବାସ ଗଲେ? ପତ୍ନୀ ବିୟୋଗ ସେଠି ସେ କାହିଁକି ସହିଲେ? ମା ସୀତା ତ ଜଗତ ଜନନୀ, ସିଏ ପୁଣି କାହିଁକି ବନବାସର କଷ୍ଟ ସହିଲେ? ପୁଣି ପରବର୍ତ୍ତୀ ସମୟରେ ତାଙ୍କୁ ମଧ୍ୟ ନିର୍ବାସନ ଦଣ୍ଡ ଭୋଗ କରିବାକୁ ପଡିଥିଲା। ବାଲ୍ମୀକି ଆଶ୍ରମରେ ରହିଥିଲେ। ତେଣୁ ଭଗବାନ ଯେତେବେଳେ ମାନବ ଶରୀର ଧାରଣ କରନ୍ତି ସେତେବେଳେ ତାଙ୍କୁ ଏସବୁ ସାମ୍ନା କରିବାକୁ ପଡେ, ସହ୍ୟ କରିବାକୁ ପଡେ। ଯଦି ତା ନ ହବ ତାହେଲେ ସେ ଉଦାହରଣ ହେବେ କେମିତି? ମାନବ ଜାତି ପ୍ରତି ଏକ ଉଦାହରଣ ସୃଷ୍ଟି କରିବେ କେମିତି, ବା ତାଙ୍କୁ ଲୋକମାନେ ଅନୁସରଣ କରିବେ କେମିତି? ଶ୍ରୀ ଅରବିନ୍ଦ ଯେ କି ଅବତାର, ତାଙ୍କୁ ମଧ୍ୟ ଏଭଳି ଅବସ୍ଥାର ସମ୍ମୁଖୀନ ହେବାକୁ ପଡିଥିଲା। ଏବଂ ଯେତେବେଳେ ସେ ରାମଚନ୍ଦ୍ର ବନକୁ ଗଲେ ସେତେବେଳେ ତ କୌଣସି ପ୍ରତିକ୍ରିୟା ତାଙ୍କର ନଥିଲା। ପୁରା ଧୀର, ସ୍ଥିର, ଶାନ୍ତ ଅବସ୍ଥା, ମୁହଁରେ ସ୍ମିତ ହାସ୍ୟ, କୌଣସି ପ୍ରକାର ପ୍ରତିବାଦ ସେ କରିନାହାନ୍ତି, ଅଭିଯୋଗ କରିନାହାନ୍ତି। କୌଣସି ପ୍ରକାର ସେ ମାତା କୈକେୟୀଙ୍କ ପାଖରେ ହଉ ବା ଦଶରଥଙ୍କ ପାଖରେ ହଉ କୌଣସି ପ୍ରକାର ଏତେ ଟିକିଏ ମଧ୍ୟ ଅଭିଯୋଗ କରିନାହାନ୍ତି। ଧୀର, ସ୍ଥିର, ଶାନ୍ତ ଅବସ୍ଥା, ସ୍ମିତ ହାସ୍ୟ, କିଛି ପ୍ରତିକ୍ରିୟା ନାହିଁ। କାହିଁକି ଏଭଳି ଘଟିଲା? ରାତି ପାଇଥିଲେ ରାଜା ହେଇଥାନ୍ତେ, କିନ୍ତୁ କିପରି ଭାବରେ ଗୋଟେ ପ୍ରକୃତିର ଗୋଟେ ସମୟ ଏଭଳି ଭାବରେ ଗୋଟେ ଘୂର୍ଣ୍ଣନ, ଯାହାଦ୍ୱାରା କି ତାଙ୍କୁ ରାତି ପାଇଥିଲେ ଯେ ରାଜା ହେଇଥାନ୍ତେ, ତାଙ୍କୁ ରାତି ପାଇଲେ ବନବାସ ଯିବାର ଦୁଃଖ ଭୋଗ କରିବାକୁ ପଡୁଛି। ତେଣୁ ଯୋଉଭଳି ଅବସ୍ଥା ଅନ୍ୟ କେହି ହେଇଥିଲେ କଣ କରିଥାନ୍ତେ? ସେ ତାଙ୍କର ସେ କହିଥାନ୍ତେ ମୋ ଅଧିକାରଟା କାହିଁକି ଛଡେଇ ନେବ, ବିଦ୍ରୋହ କରିଥାନ୍ତେ। କିନ୍ତୁ ଏଭଳି ଧୀର, ସ୍ଥିର, ଶାନ୍ତ ଅବସ୍ଥା କେବଳ ଭଗବାନଙ୍କ ପାଖରେ ସମ୍ଭବ, ସାଧାରଣ ମଣିଷଙ୍କ ପାଖରେ ମୋଟେ ନୁହେଁ। ତେଣୁ ଶ୍ରୀ ଅରବିନ୍ଦ ତ ସାଧାରଣ ମଣିଷ ହିଁ ନୁହନ୍ତି,
ସେଟା ଅବତାର। ତେଣୁ ସେ ଯେତେ କଷ୍ଟ ଯନ୍ତ୍ରଣା ସବୁକୁ ସେ କଣ କରୁଥିଲେ, ନୀରବରେ ତାକୁ ସହ୍ୟ କରି ଯାଉଥିଲେ, କିଛି ପ୍ରତିକ୍ରିୟା ନାହିଁ। ଏବଂ ନିରବଣ ଲେଖୁଛନ୍ତି ଯେ is he enjoying a bit of a sweet sleep since he had known the whole night, or is he simply keeping quiet and bearing the severe pain with equanimity? ନିରବଣ ଭାବୁଛନ୍ତି ସେ କଣ ରାତି ସାରା ପ୍ରଭୁ ଶୋଇ ନଥିବାରୁ ଏ ଯେତେବେଳେ ସକାଳ ହଉଛି ସାମାନ୍ୟ ସୁଖ ନିଦ୍ରା ଉପଭୋଗ କରୁଛନ୍ତି କି? ଯେ ବୋଧ ହୁଏ ରାତିରେ କଷ୍ଟ ଅସହ୍ୟ କଷ୍ଟ ହେଇଥିବ, ଯନ୍ତ୍ରଣା ହେଇଥିବ, ତେଣୁ ବୋଧ ସେ ଶୋଇ ପାରିନାହାନ୍ତି। ଏବେ ସକାଳ ଖବର ସେ ଯେ ସକାଳେ ସେ ଦେଖୁଛନ୍ତି ଧୀର ସ୍ଥିର ଶାନ୍ତ ଅବସ୍ଥା, ଆଖି ବନ୍ଦ କରିକିରି ସେ ମୁଦ୍ରିତ ଅବସ୍ଥାରେ ମୁଦ୍ରାରେ ଅଛନ୍ତି। ସେ ଭାବୁଛନ୍ତି କଣ ରାତି ସାରା ଶୋଇ ନଥିଲେ ବୋଲି ଏବେ ଟିକେ ସୁଖ ନିଦ୍ରା ଉପଭୋଗ କରୁଛନ୍ତି କି? କିମ୍ବା ଦ୍ୱିତୀୟ କଥା ଭାବୁଛନ୍ତି ଏମିତି ଚୁପଚାପ ପଡି ରହିଛନ୍ତି କାହିଁକି ନା ତାଙ୍କର ଯୋଉ ଦାରୁଣ ଯନ୍ତ୍ରଣାକୁ ସମତାର ସହ ସହ୍ୟ କରି ଚାଲିଛନ୍ତି। ଏଇ କଥାଟି କି ସେ ତ ଶୋଇ ନଥିବ, ରାତି ସାରା ଶୋଇ ପଡିଛନ୍ତି ପ୍ରଥମ କଥା, ବା ଦ୍ୱିତୀୟ କଥାଟି ହେଲା କଣ ନା ତାଙ୍କର ଯୋଉ ସମତା ତାଙ୍କ ଭିତରେ ଅଛି, ତାଙ୍କ ଭିତରେ ଯୋଉ ଇକ୍ୱିନିମିଟିଟା ରହିଛି, ସମତାର ଭାବଟି ରହିଛି, ସେ ସମତାର ସହ ସେ ସବୁ ଯନ୍ତ୍ରଣାକୁ ସହ୍ୟ କରି ଯାଉଛନ୍ତି କି? ଏବଂ ଦ୍ୱିତୀୟଟି ହିଁ ସତ୍ୟ। ଏକଥା ପରେ ଅବଶ୍ୟ ଶ୍ରୀ ଅରବିନ୍ଦ ସମସ୍ତଙ୍କୁ ଜଣେଇଥିଲେ। ସେ ନୀରବ ରହିକରି ସବୁ ଯନ୍ତ୍ରଣାକୁ ସେ କଣ କରୁଥିଲେ, ତାଙ୍କରି ଭିତରେ ସେ ସହ୍ୟ କରି ନେଉଥିଲେ। ଟିକେ ଯଦି ଥଣ୍ଡା ହବ, ଜ୍ୱର ହବ, କାଶ ହବ, ତାହେଲେ କଣ ହେଇଯାଏ, ଘରେ ଚହଳ ପଡିଯାଏ। ଟିକେ କଣ ହେଲେ ଡାକ୍ତର ପାଖକୁ ଯାଅ, ସେଇଆ କର ସେଇଆ କର, ମେଡିସିନ। କିନ୍ତୁ ସେ ତ ଅବତାର ସବୁର ଉର୍ଦ୍ଧ୍ୱରେ। ତଥାପି ଯେତେବେଳେ ରକ୍ତ ମାଂସ ଶରୀର ଧାରଣ କରିଛନ୍ତି, ଯନ୍ତ୍ରଣା ତ ସହିବାକୁ ପଡିବ, କିନ୍ତୁ ସବୁ କିଛି ସେ ସହ୍ୟ କରୁଛନ୍ତି ଅଖଣ୍ଡ ନିରବତା ଭିତରେ, ସମତା ଭିତରେ। ଏଇଟା ତ ଆମ ପାଇଁ ଗୋଟେ ଶିକ୍ଷା। ଏଇଠି ହିଁ ଆମକୁ ଗୋଟେ ଉଦାହରଣ ଦଉଛନ୍ତି ତାଙ୍କ ଜୀବନ ମାଧ୍ୟମରେ, ସବୁକୁ କିପରି ଭାବରେ ସବୁକୁ ସହ୍ୟ କରିବାକୁ ହୁଏ। ନିରବତା ଭିତରେ ସବୁକୁ ଚାହିଁଲେ ମଣିଷ ସବୁ କିଛି ସହ୍ୟ କରିପାରିବ। ମା ମଧ୍ୟ କହିଥିଲେ ଯେ ସବୁ ପ୍ରକାର ରୋଗକୁ ସେ ନିଜ ଶରୀରରେ ଗ୍ରହଣ କରିଛନ୍ତି। ଯେତେ ପ୍ରକାର ରୋଗ ଅଛି ସେ ସବୁ ରୋଗକୁ ନିଜ ଶରୀରରେ ସେ କଣ କରିଛନ୍ତି, ଗ୍ରହଣ କରିଛନ୍ତି ଏବଂ ତାର ଯନ୍ତ୍ରଣାକୁ ସହ୍ୟ କରିଛନ୍ତି। ସବୁ ରୋଗକୁ ସେ ପରଖିକି ଦେଖିଛନ୍ତି ଏବଂ ତାହାକୁ ଅତିକ୍ରମ ମଧ୍ୟ କରିଛନ୍ତି। ତାଙ୍କ ଜୀବନରେ ଏ ସବୁ କଥାକୁ ସେ କରିଛନ୍ତି, ରୋଗକୁ ସେ ଗ୍ରହଣ କରିଛନ୍ତି ଏବଂ ତାକୁ କିଭଳି ଓଭରକମ୍ କରାଯାଇପାରେ ତାକୁ ମଧ୍ୟ ତାଙ୍କ ଜୀବନରେ ସେ ପ୍ରୟୋଗ କରିଛନ୍ତି। ତେଣୁ ବିରୋଧୀ ଶକ୍ତିଙ୍କର ଯେତେବେଳେ ଆକ୍ରମଣ ହୁଏ, ସେତେବେଳେ ସାଧାରଣ ମଣିଷଟେ ହଉ, ଭଗବାନ ହଉ, ସମସ୍ତଙ୍କୁ ତାର ସାମ୍ନା କରିବାକୁ ପଡେ। ଭଗବାନ ହେଇ ମଧ୍ୟ ରାମଚନ୍ଦ୍ର ବନବାସ ଗଲେ, ଶବରର ଶରାଘାତରେ ମଧ୍ୟ ସେ ଦେହ ତ୍ୟାଗ କଲେ। ତେଣୁ କେହି ଏସବୁରୁ, ଯେହେତୁ ଭଗବାନ ହେଲେ ମଧ୍ୟ, ସେ ଅବତାର ହେଲେ ମଧ୍ୟ ମଣିଷ ଜଗତକୁ, ମଣିଷକୁ ଗୋଟେ ଉଦାହରଣ ଦେବା ପାଇଁ ସେ ସବୁକୁ ଗ୍ରହଣ କରନ୍ତି। ଶ୍ରୀ ଅରବିନ୍ଦ ସେମିତି ନିଶ୍ଚୟ ଭାବରେ ତାଙ୍କ ଖଟ ଉପରେ ସେ ଶୋଇଥାନ୍ତି। ମା ଯେତେବେଳେ ଖବର ଟିକେ ବୁଝିବା ପାଇଁ ଭିତରକୁ ଆସନ୍ତି ବା କିଛି ପାନୀୟ ଦେବା ପାଇଁ ଆସନ୍ତି, ସେତିକିବେଳେ ପ୍ରଭୁ ଟିକେ ହଲଚଲ ହୁଅନ୍ତି। ତାପରେ ଆଉ ସବୁ ସମୟରେ ତାଙ୍କର ସମାଧି ଅବସ୍ଥା, ପୁରା ନୀରବରେ ସେ ଶେଷ ରହିଥାନ୍ତି। ଏବଂ ଶ୍ରୀ ଅରବିନ୍ଦଙ୍କର କୋଠରୀର ବର୍ଣ୍ଣନା କରୁଛନ୍ତି ନିରବରଣ। କେମିତି କୋଠରୀଟି ନା, ତାଙ୍କର ଯୋଉ ଶୋଇଥିବା ଯୋଉ କାଠ ଖଟଟି ଶ୍ରୀ ଅରବିନ୍ଦଙ୍କର ଥିଲା, ଯଥେଷ୍ଟ ସେଟା ଓସାରିଆ ଥିଲା ଏବଂ ମୁଣ୍ଡ ଆଡକୁ ଟିକେ ଉଠାଣିଆ ମଧ୍ୟ ଥିଲା। ଶ୍ରୀ ଅରବିନ୍ଦ ସେଇ ତାଙ୍କର ଶରୀରଟି, ସେଇ ପ୍ରଶସ୍ତ ଶଯ୍ୟାଟି, ସେ ଶଯ୍ୟାଟିକୁ ପ୍ରାୟତଃ ଆବୃତ କରିକି ରଖିଥିଲା ଏବଂ ବକ୍ଷ ତାଙ୍କର ପୁରା ସୁପ୍ରଶସ୍ତ, ମସ୍ତକଟି ବୃହତ୍ ଏବଂ ତାଙ୍କର ଯୋଉ ଚିକ୍କଣ ରେଶମୀ କେଶ, ସେ ରେଶମୀ କେଶର ମଧ୍ୟ ଭାଗରେ ଗୋଟେ ଶିରା ଅଛି। ଆମେ ଦେଖିଛେ କେଶର ଦୁଇ ଭାଗରେ ବିଭକ୍ତ ହେଇଛି, କେଶ ମଝିରେ ଶିରା ପଡିଛି। ଏ ପ୍ରକୋଷ୍ଠଟିର ଯୋଉ ସାଜସଜ୍ଜା ତା ମଧ୍ୟ ଅତ୍ୟନ୍ତ ସାଧାରଣ। କୌଣସି ପ୍ରକାର ଆଡମ୍ବର ସେ କୋଠରେ ନଥିଲା। କେବଳ ଗୋଟିଏ ଗାଲିଚା ପରା ହେଇଥିଲା, ଆଉ ସେ ପ୍ରକୋଷ୍ଠ ଗୋଟିଏ ପ୍ରାନ୍ତରେ ଥିଲା ଗୋଟେ ବାକ୍ସଟେ ଥିଲା, ଟେବୁଲଟେ ଥିଲା ଏବଂ ଟେବୁଲ ବ୍ୟତୀତ
ଏଇ ଯାହା ଥିଲା ସବୁ ସାଧା ଥିଲା, କେବଳ ଗୋଟେ ସାଧୁ ସନ୍ନ୍ୟାସୀର କୋଠରୀ ଯୋଉଭଳି ଭାବରେ ବିନା ଆଡମ୍ବରରେ ଯେତେ ନିହାତି ଆବଶ୍ୟକ ଜିନିଷ ସେତିକି ଛଡା ଆଉ କିଛି ଅଧିକ ନଥିଲା। ଏବଂ ଟେବୁଲ ଉପରେ ଥିଲା କେତେ ଖଣ୍ଡ ଖାତା, କିଛି ଟୁକୁରା କାଗଜ ପଡିଥିଲା ଏବଂ ଗୋଟେ ବଡ ଆଲମାରୀ ଥିଲା, ସେଥିରେ କିଛି ବହି ଥିଲା। ଯୋଉ ଆର୍ଯ୍ୟ ପତ୍ରିକା ଥିଲା ସେ ପତ୍ରିକାର ବନ୍ଧେଇ କରିକି ତାକୁ ସଜାଡିକି ରଖିଥିଲେ ଶ୍ରୀଅରବିନ୍ଦ। ଏବଂ ଆଉ ଗୋଟେ ଆଲମାରୀ ଥିଲା ଯୋଉଥିରେ ସେକ୍ସପିୟର ସେଲିଙ୍କର ଯୋଉ ଇଂରେଜୀ କବି ତାଙ୍କର ଯେତକ ସବୁ ସାହିତ୍ୟ ଥିଲା ତାକୁ ସଂଗ୍ରହ କରିକି ଶ୍ରୀଅରବିନ୍ଦ ତାକୁ ରଖିଥିଲେ। ଏବଂ ରାଧାକୃଷ୍ଣନ, ଜେମ୍ସ କଜିନ୍ସ ଯୋଉ ଲେଖକ ମାନେ ଥିଲେ ତାଙ୍କ ଠାରୁ ଉପହାର ସ୍ୱରୂପ ଯାହା କିଛି ପୁସ୍ତକ ଗ୍ରହଣ କରିଥିଲେ ଶ୍ରୀଅରବିନ୍ଦ ତାଙ୍କୁ ମଧ୍ୟ ସଜେଇକି ରଖିଥିଲେ। ତାପରେ ମାଙ୍କର ଶ୍ରୀଅରବିନ୍ଦଙ୍କ ଶଯ୍ୟାର ବିପରୀତ ପାଖରେ ମାଙ୍କ ପାଇଁ ଗୋଟେ କାଠର ଗୋଟେ ଆସନ ମଧ୍ୟ ଥିଲା। ତାପରେ ଲେଖୁଛନ୍ତି, when Manilal arrived after his breakfast, he asked Sri Aurobindo how he felt. There was no complaint and the answer was brief. କୌଣସି ପ୍ରକାର ଅଭିଯୋଗ ନଥିଲା। ଯେତେବେଳେ ଡାକ୍ତର ମଣିଲାଲ ଆସିକି ପହଞ୍ଚିଲେ ପ୍ରାତ ଭୋଜନ ପରେ ଏବଂ ପଚାରିଲେ ଯେ କେମିତି ଅନୁଭବ କରୁଛନ୍ତି, ଶ୍ରୀଅରବିନ୍ଦଙ୍କୁ ପଚାରୁଛନ୍ତି ଯେ ଆପଣ କିପରି ଅନୁଭବ କରୁଛନ୍ତି। ଶ୍ରୀଅରବିନ୍ଦଙ୍କର କୌଣସି ପ୍ରକାର ଅଭିଯୋଗ ନଥିଲା, କଷ୍ଟ ହଉଛି କି କେମିତି ସେ ଅନୁଭବ କରୁଛନ୍ତି, କିଛି ନାହିଁ। ସେଥିପାଇଁ ତ ସେ ଲେଖିଥିଲେ ଯେ ଶ୍ରୀଅରବିନ୍ଦ ହଉଛନ୍ତି ଜଣେ ଯଥାର୍ଥ ଭଦ୍ରଲୋକ। କୌଣସି ପ୍ରକାର ନିହାତି ଆବଶ୍ୟକ ନହେଲେ ତାଙ୍କର ଅସୁବିଧା ସେ କାହାକୁ ହଇରାଣ କରିବା ବା ତାଙ୍କର ସମସ୍ତଙ୍କର କାର୍ଯ୍ୟ ନିର୍ଘଣ୍ଟ ହେଇକି ରହିଥାଏ ଆଶ୍ରମରେ, କିଏ କୋଉ କାର୍ଯ୍ୟରେ ରହିବ, ତେଣୁ କାହା କାର୍ଯ୍ୟରୁ କିଏ କିଛି ତା କାର୍ଯ୍ୟକୁ ଛାଡିକି ତାଙ୍କୁ ଆସି ସାହାଯ୍ୟ କରୁ, ଏଭଳି ମୋଟେ ସେ ଚାହୁଁନଥିଲେ। ନିହାତି ଆବଶ୍ୟକ ନହେଲେ ସେ କାହାକୁ ଡାକୁନଥିଲେ ପାଖକୁ। ତେଣୁ ଯେତେବେଳେ ଡାକ୍ତର ମଣିଲାଲ ଆସିକି ପଚାରୁଛନ୍ତି କେମିତି ଅଛନ୍ତି ଆପଣ, କିପରି ଅନୁଭବ କରୁଛନ୍ତି, ସେତେବେଳେ ତାଙ୍କର ଉତ୍ତର ଥିଲା ଖୁବ ସଂକ୍ଷିପ୍ତ, କୌଣସି ଅଭିଯୋଗ ନଥିଲା। ତାପରେ ଅଳ୍ପ ସମୟ ପରେ ଆସି ପହଞ୍ଚିଲେ ଡାକ୍ତର ରାଓ ଆସି ପହଞ୍ଚିଲେ ମାଡ୍ରାସରୁ। ସେ କହିଲେ ଯେ ଆଉ ଜଣେ ଅର୍ଥୋପେଡିକ ଡକ୍ଟରଙ୍କୁ ନିହାତି ଡକେଇବା ଦରକାର, ଯେହେତୁ ଜଙ୍ଘର ହାଡଟି ଭାଙ୍ଗିଛି, କିପରି ଅବସ୍ଥାରେ ଭିତରେ ଅଛି ଫଟୋ ତ ସେପର୍ଯ୍ୟନ୍ତ ଉଠାଇ ନଥାଏ। ତେଣୁ ଆଉ ଜଣେ ଡକ୍ଟରଙ୍କୁ ଡାକିବା ପାଇଁ ପରାମର୍ଶ ଦେଲେ ଏବଂ ମା ମଧ୍ୟ ସେଥିରେ ସମ୍ମତି ପ୍ରକାଶ କଲେ। ତାପରେ ଡକ୍ଟର ରାଓ କଣ କଲେ, ମାଡ୍ରାସ ଗଲେ ଡକ୍ଟରଙ୍କୁ ଆଣିବା ପାଇଁ। ଯେତେବେଳେ ଗଲେ ମାଡ୍ରାସକୁ ଗଲେ ଡକ୍ଟରଙ୍କୁ ଆଣିବା ପାଇଁ, ସେତେବେଳେ ଆଉ ତ କୌଣସି ଉପାୟ ନାହିଁ ଅପେକ୍ଷା କରିବା ବ୍ୟତୀତ। ତେଣୁ ନିରଦବନ ଲେଖୁଛନ୍ତି, we now had nothing else to do except wait. The day rolled on. We were counting hours and minutes for Dr. Rao's return. Any sound of a car horn would make us run to the window. ଆଉ କିଛି ବାଟ ନାହିଁ ଅପେକ୍ଷା କରିବା ବ୍ୟତୀତ ସମସ୍ତେ ଅପେକ୍ଷା କରିଥାନ୍ତି, ଚାହିଁ ରହିଥାନ୍ତି କେତେବେଳେ ମାଡ୍ରାସରୁ ଡକ୍ଟର ଆସିବେ। ଏବଂ ଡାକ୍ତର ରାଓଙ୍କର ଯୋଉ ପ୍ରତ୍ୟାବର୍ତ୍ତନ ସମୟ ଘଣ୍ଟା କେବଳ ମାନେ ଖାଲି ପ୍ରତୀକ୍ଷାର ସମୟଟି କେତେ ଦୀର୍ଘ ସମସ୍ତଙ୍କୁ ଜଣା। ତେଣୁ ସମସ୍ତେ ଖାଲି ଘଣ୍ଟା କେତେ ମିନିଟ ଗଲା ଖାଲି ଗଣି ଚାଲିଥାନ୍ତି କେତେବେଳେ ଆସି ପହଞ୍ଚିବେ। ଏବଂ ଯେତେବେଳେ ରାସ୍ତାରେ କୌଣସି ଗୋଟେ ମୋଟର କାର ଶବ୍ଦ ଶୁଭୁଥିଲା, ସମସ୍ତେ କଣ କରୁଥିଲେ ନା ଝରକା ପାଖକୁ ଟାଣି ହେଇଯାଉଥିଲେ, କାଳେ ଆସିଗଲେ କି। ତେଣୁ 1938 ମସିହାରେ ସେତେବେଳେ ସମୟର କଥା ପଣ୍ଡିଚେରୀ ସେ ଲେଖୁଛନ୍ତି, ଲେଖୁଛନ୍ତି ଯେ ବର୍ତ୍ତମାନ ପଣ୍ଡିଚେରୀ ଠାରୁ ସେତେବେଳେ ପଣ୍ଡିଚେରୀ ଭିନ୍ନ ଥିଲା। ଏବଂ ସେତେବେଳେ କଣ ମୋଟର କାର ସଂଖ୍ୟା ହାତ ଗଣତା ଥିଲା, କାଁ ଭାଁ ଗାଡି ଘୋଡା ଚାଲୁଥିଲା। ଏବଂ ଯେତେବେଳେ ସେ ଯୋଉ ଗାଡି ଘୋଡା ଚାଲୁଥିଲା, ଦୀର୍ଘ ସମୟର ବିରତି ପରେ ଗୋଟେ ଗାଡି ଯଦି ଯାଉଥିଲା ତାର ଦୀର୍ଘ ସମୟ ପରେ ଆଉ ଗୋଟେ ଗାଡିର ଶବ୍ଦ ରାସ୍ତାରେ ଶୁଣିବାକୁ ମିଳୁଥିଲା। ତେଣୁ ଯେତେବେଳେ ମୋଟର ହର୍ନ ବାଜୁଥିଲା ରାସ୍ତାରେ, ତ ସମସ୍ତେ ପ୍ରତାରିତ ହେଇଯିବାଟା ସ୍ୱାଭାବିକ ଯେ କାଳେ ଆସିଗଲେ କି ଡକ୍ଟର ରାଓ ମାଡ୍ରାସରୁ ଡକ୍ଟରଙ୍କୁ ଧରିକି ଆସିଗଲେ। ତେଣୁ ସମସ୍ତେ କଣ କରୁଥିଲେ ନା ଦୌଡି ଯାଉଥିଲେ ଝରକା ପାଖକୁ ଯେ କାଳେ ଆସିଗଲେ କି। ତାପରେ only when the
mother came from time to time and asked with a simple sweet smile, is it paining you? କେବଳ ମଝିରେ ମଝିରେ କଣ କରୁଥିଲେ, ଏମାନେ ଅପେକ୍ଷା କରିକି ବ୍ୟସ୍ତ ହେଇକି ଚାହିଁ ରହିଥିଲେ। ଶ୍ରୀ ଅରବିନ୍ଦ ସେଇଭଳି ଭାବରେ ନିଶ୍ଚଳ ଅବସ୍ଥାରେ ସେ ଶଯ୍ୟା ଉପରେ ଧୀର ସ୍ଥିର ହେଇକରି ଶୋଇଥାନ୍ତି ଏବଂ ଆଙ୍କର ଏତେ ଅସ୍ଥିର ଅବସ୍ଥା ଯେତେବେଳେ ଦେଖୁଥାନ୍ତି, ଡାକ୍ତର ମଣିଲାଲ ମଧ୍ୟ କଣ କରୁଥାନ୍ତି ନା ବେଳେ ବେଳେ ଗୋଟେ ପିତୃସୁଲଭ ଭର୍ତ୍ସନା ମଧ୍ୟ କରୁଥାନ୍ତି। ଏବଂ ଯେତେବେଳେ ଆସୁଥାନ୍ତି, ମା ଯେତେବେଳେ ଭିତରକୁ ଆସୁଥାନ୍ତି, କେବଳ when the mother came from time to time and asked with a sweet smile, is it paining you? କେବଳ ପଚାରିଥାନ୍ତି ଯେ କିଛି ଯନ୍ତ୍ରଣା ଆପଣଙ୍କୁ କଷ୍ଟ ହଉଛି କି? କେବଳ ସେତିକି ସମୟରେ ତାଙ୍କର ଟିକେ ସେ ମୁଖମଣ୍ଡଳରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଉଥିଲା। We saw some difference on an otherwise impassive face. କୌଣସି ପ୍ରକାର ଆଉ ପ୍ରତିକ୍ରିୟା ନାହିଁ, କେବଳ ମା ଟିକେ ପଚାରିଲେ ସେଇ ସମୟରେ ସେ ଟିକେ ଯାହା କହୁ ପ୍ରତିକ୍ରିୟା ଟିକେ ଦେଖାଉଥିଲେ, ନହେଲେ ତାପରେ ପୁଣି ଚୁପଚାପ ରହୁଥିଲେ। ତାପରେ ପୁରା ମୁଖମଣ୍ଡଳରେ ପ୍ରକୋଷ୍ଠରେ ପୁରା ଉତ୍ତେଜନା ରହିଥାଏ, କେତେବେଳେ ଆସି ପହଞ୍ଚିବେ, କଣ କରିବେ। ସେ ଯାହା ହଉ ସେମାନେ ସନ୍ଧ୍ୟା ସମୟରେ ଯାଇକି ଜଣେ ବିଶେଷଜ୍ଞ ବନ୍ଧୁକୁ ସାଙ୍ଗରେ ଆଣିକିରି ରେଡିଓଲୋଜିଷ୍ଟ ଜଣେ ଆସିଲେ ଏବଂ ତାଙ୍କୁ ଆଣିକି ପହଞ୍ଚିଲେ। ତାପରେ ପ୍ଲାଷ୍ଟରଟି ସେ ଖୋଳଟି ଖୋଲାଗଲା। ବିଶେଷଜ୍ଞ ଜଣ କଣ କଲେ, ଗୋଡ ଟିକେ ପରୀକ୍ଷା କଲେ ଏବଂ ହାଡଟି ଯେ ନିଶ୍ଚିତ ଭାବରେ ଭାଙ୍ଗିଛି, ସେ ନିଶ୍ଚିତ ଭାବରେ ସେ ମତଟି ଦେଲେ ଯେ ହାଡଟି ଭାଙ୍ଗିଛି। ଏମାନେ ଅନୁମାନ କରୁଥିଲେ ହାଡଟି ଭାଙ୍ଗିଛି ବୋଲି, କିନ୍ତୁ କିଛି କଣ କରାଯିବ ତାର ପୂର୍ବରୁ ନିଶ୍ଚିତ ଭାବରେ ଏକ୍ସରେ କରିବାକୁ ପଡିବ। ଏବଂ ମା କଣ କରୁଥିଲେ, ନାନା ପ୍ରକାର ପ୍ରଶ୍ନ ପଚାରୁଥିଲେ ସେ ଡାକ୍ତରଙ୍କୁ, ରୋଗ ଗତିରେ ପୂର୍ବାଭାସ, ଚିକିତ୍ସାର ଧାରା ଇତ୍ୟାଦି ଇତ୍ୟାଦି ସମ୍ପର୍କରେ ମା ଯୋଉ ଦୁର୍ବୋଧ୍ୟ ପ୍ରଶ୍ନ ପଚାରୁଥିଲେ। ଏବଂ ଯଦି ବିଶେଷଜ୍ଞ ଜଣଙ୍କର ମାଙ୍କର ପ୍ରଶ୍ନ ଶୁଣିକରି ବେଶୀ ମାନେ ଏତେ ବିସ୍ମ ବିହଳ ହେଇ ପଡିଲେ ଯେ ଆପଣ ଚିକିତ୍ସା ଶାସ୍ତ୍ର ବିଷୟରେ ଏତେ କେମିତି ଜାଣିଛନ୍ତି, ଚିକିତ୍ସା ଶାସ୍ତ୍ର ସମ୍ବନ୍ଧରେ ବ୍ୟାବହାରିକ ଜ୍ଞାନ ଏତେ ବେଶୀ ଆପଣଙ୍କର କେମିତି ଆସିଲା? କାରଣ ଯୋଉ ଭଳିଆ ପ୍ରଶ୍ନ ମା ପଚାରୁଛନ୍ତି ଡାକ୍ତରଙ୍କୁ, ଯେମିତି ମା ସମ୍ପୂର୍ଣ୍ଣ ଭାବରେ ଅବଗତ। ତେଣୁ ସେ ଡାକ୍ତର ଜଣକ ପୁରା ବିସ୍ମୟ ହେଇଯାଉଥାନ୍ତି ଏବଂ ବିହଳ ହେଇଯାଉଥାନ୍ତି ଯେ କିପରି ଭାବରେ ମା ଏତେ ଗଭୀର ଭିତରକୁ ଯାଇକି ଡାକ୍ତରୀ ବିଦ୍ୟା, ଯାହାକି ଜଣେ ଏତେ ବେଶୀ କିଛି ଜ୍ଞାନ ଆହରଣ କରିବା ସମ୍ଭବ ନୁହେଁ, ଡାକ୍ତରୀ ନ ପଢି ଏଭଳି ପ୍ରଶ୍ନ ଜଣେ କରିପାରିବା ସମ୍ଭବ ନୁହେଁ। ତେଣୁ ସେ ବିସ୍ମୟ ହେଇଯାଉଥାନ୍ତି କିପରି ଭାବରେ ସେ ଏତେ କଥା ଜାଣିଛନ୍ତି। ତାପରେ କିନ୍ତୁ ଶ୍ରୀ ଅରବିନ୍ଦ ଶଯ୍ୟା ଉପରେ ଯୋଉ ଶୋଇଥାନ୍ତି, ଗୋଟେ ଶିଶୁ ଭଳି କେବଳ ଟିକେ ଆମକୁ ଥରେ ତାମକୁ ଥରେ ଏମିତି ଟିକେ ଚାହୁଁଥାନ୍ତି ଏବଂ ସମସ୍ତଙ୍କର କଥାବାର୍ତ୍ତା ଶୁଣୁଥାନ୍ତି, ହେଲେ କିଛି ମଧ୍ୟ ଶବ୍ଦ ଉଚ୍ଚାରଣ କରୁନଥାନ୍ତି। ଆଉ ଯାହା ଡାକ୍ତର କହୁଥାନ୍ତି, ମା କଣ କରୁଥାନ୍ତି ନା ଶ୍ରୀ ଅରବିନ୍ଦଙ୍କୁ ସେ ସମ୍ପର୍କରେ ତାତ୍ପର୍ଯ୍ୟ ବୁଝେଇ ଦଉଥାନ୍ତି। ଯେମିତି ଶ୍ରୀ ଅରବିନ୍ଦ ଯାହା ମାଙ୍କ ଉପରେ ଯେମିତି ନିଜକୁ ସମ୍ପୂର୍ଣ୍ଣ ଭାବରେ ଛାଡି ଦେଇଛନ୍ତି, ନିଜର ଦାୟିତ୍ୱକୁ ଛାଡି ଦେଇଛନ୍ତି, ନିଜର ସିଦ୍ଧାନ୍ତକୁ ଛାଡି ଦେଇଛନ୍ତି। He left the bargaining to the mother and accepted whatever she decided for him. He was certainly the better judge. ସେ ଜାଣିଛନ୍ତି ମା କିପରି ଭାବରେ ଜଣେ ଉତ୍କୃଷ୍ଟତର ବିଚାର କର୍ତ୍ରୀ, ସେ ଯାହା କରିବେ ତାଙ୍କ ପାଇଁ, ଶ୍ରୀଅରବିନ୍ଦଙ୍କ ପାଇଁ ତାହା ସର୍ବୋତ୍ତମ ହବ। ତେଣୁ ସେ କିଛି ମଧ୍ୟ କହୁନଥାନ୍ତି, ସବୁକିଛି ତାଙ୍କ ଉପରେ ଛାଡି ଦେଉଥାନ୍ତି। କିନ୍ତୁ ନିରଦବଣ କହୁଛନ୍ତି ଯେ ଶ୍ରୀଅରବିନ୍ଦଙ୍କ ଏ ପ୍ରକାର ଯୋଉ ନିଷ୍କ୍ରିୟ ଭୂମିକାଟି ମତେ ବଡ ମଜା ଲାଗୁଥିଲା। ସେ ଲେଖୁଛନ୍ତି, I was very much intrigued by this passive role. One who had been sending me sound medical advice about patients had not a word to say about himself on such a crucial matter. Spectator-like and amused, he simply sat, a big child, his face and smile beaming with a smile and the body glowing with an angelic radiance. ତାଙ୍କର ଯୋଉ ନିଷ୍କ୍ରିୟ ଭାବ ନିରଦବରଣ କହୁଛନ୍ତି, ମତେ ବଡ ମଜା ଲାଗୁଥାଏ ତାଙ୍କୁ ଦେଖିକିରି। ଯିଏକି କଣ କରନ୍ତି ନା ରୋଗୀ ମାନଙ୍କ ବ୍ୟାପାରରେ ସେ କଣ କରନ୍ତି ନା ନାନା ପ୍ରକାର
ଉପାଦେୟ କଥା ଚିକିତ୍ସା ଶାସ୍ତ୍ର ସମ୍ବନ୍ଧରେ ସେ ମତେ ଉପଦେଶ ଦିଅନ୍ତି ରୋଗୀ ମାନଙ୍କ ସମ୍ବନ୍ଧରେ। କିନ୍ତୁ ଏ ଯୋଉ ଘଡିଛନ୍ତି ମୁହୂର୍ତ୍ତରେ ସେ ଅଛନ୍ତି ଚିକିତ୍ସା ଶାସ୍ତ୍ର ସମ୍ବନ୍ଧରେ ଯୋଉ ଉପଦେଶାବଳୀ ସେ ପ୍ରେରଣ କରୁଥିଲେ ଆମ ପାଇଁ, ଏବେ ଗୋଟିଏ ପଦ ମଧ୍ୟ ସେ କହୁନାହାନ୍ତି। ଯେମିତି ଗୋଟେ ଦର୍ଶକ ଭାବରେ ସେ କଣ କରୁଛନ୍ତି, ଗୋଟେ ଖାଲି ଗୋଟେ ବେଶ ମଉଜରେ ସେ ବସି ରହିକି ଶୁଣୁଛନ୍ତି। ଗୋଟେ ବିରାଟ ମାନେ ଜଣେ ଶିଶୁ ମୁଖମଣ୍ଡଳରେ ଚକ୍ଷୁ ଦୁଇଟିରେ ମାନେ ଗୋଟେ ମୃଦୁ ହାସ୍ୟର ଦୀପ୍ତି, ଶରୀର ଯେମିତି ଉଦ୍ଭାସିତ ହଉଛି ଗୋଟେ ଉଜ୍ଜ୍ୱଳତାରେ, ଏଭଳି ଅବସ୍ଥାରେ ସେ ଦେଖିବାକୁ ପାଉଛନ୍ତି। ତାପରେ ତାଙ୍କର ରେଡିଓଲୋଜିଷ୍ଟ କଣ କଲେ ନା ସବୁ ପରୀକ୍ଷା ନିରୀକ୍ଷା କଲେ ଏବଂ ଯେ ଦେଖିଲେ ଯେ ଫଟୋ ଉଠାଇଲା ପରେ ଦେଖିଲେ ଯେ କିପରି ଭାବରେ ଜଙ୍କର ହାଡଟି କେମିତି ଭାଙ୍ଗି ଯାଇଛି, କେମିତି ପରସ୍ପର ଦୃଢ ଭାବରେ କେମିତି ଲାଖି ରହିଛି ସେ ହାଡ ଦୁଇଟି, ତାକୁ ସେ ମଧ୍ୟ ଦେଖିଲେ। ଏବଂ ଆପଣ କହୁଛନ୍ତି ଯେ ଗୋଟେ ଜିନିଷ ମୁଁ ଲକ୍ଷ୍ୟ କଲି, one thing I could not fail to notice was that from the moment of the fall to the doctor's departure, Sri Aurobindo remained most unusually calm and unperceived as if nothing had happened to him. No questions about his condition, no anxiety, no complaint of any sort, quite acceptance of the doctor's direction. ଗୋଟେ ଜିନିଷ କହୁଛି ମୁଁ ଲକ୍ଷ୍ୟ କଲି, ଡାକ୍ତର ମାନଙ୍କର ବିଦାୟ ନେବା ପୂର୍ବରୁ ଶ୍ରୀ ଅରବିନ୍ଦ ଗୋଟେ ଅତ୍ୟନ୍ତ ଅସ୍ୱାଭାବିକ ଭାବରେ ପୁରା ଶାନ୍ତ ଅବସ୍ଥାକୁ ପଳେଇ ଆସିଲେ, ଅବିଚଳିତ ଅବସ୍ଥା, ଯେମିତି ତାଙ୍କର କିଛି ମଧ୍ୟ ହେଇନାହିଁ, କିଛି ବ୍ୟସ୍ତତା ନାହିଁ, ଟିକେ ଆପତ୍ତି ନାହିଁ, ଯାହା ଚିକିତ୍ସକ ମାନେ ଯାହା କଲେ ତାକୁ ନିରବରେ ଗ୍ରହଣ କରୁଛନ୍ତି। ଏଭଳି ମାନେ ଗୋଟେ ଏତେ କଷ୍ଟ ଏତେ ଯନ୍ତ୍ରଣା ଭିତରେ ମଧ୍ୟ ସେ କେତେ ନିରବରେ ସବୁ ଗୁଡାକୁ ସେ ଶାନ୍ତ ଅବସ୍ଥାରେ ଅଛନ୍ତି, ସେ କଥାଟି ସେ ଲକ୍ଷ୍ୟ କରୁଛନ୍ତି। ଏବଂ ଡାକ୍ତର ରାୟ ମଧ୍ୟ ପରେ ମତ ଦେଇଥିଲେ ଯେ ଶ୍ରୀ ଅରବିନ୍ଦ ୱାଜ ଆନ୍ ଆଇଡିଆଲ ପେସେଣ୍ଟ। ଗୋଟେ ମଧୁର ଉପହାସ କରି କହିଥିଲେ ଯେ ଶ୍ରୀ ଅରବିନ୍ଦ ହଉଛନ୍ତି ଜଣେ ଆଦର୍ଶ ରୋଗୀ। ଆଦର୍ଶ ରୋଗୀ କାହିଁ କହିଲେ, ଏଇଥିପାଇଁ ଆଦର୍ଶ ଯେ ତାଙ୍କର କିଛି ମଧ୍ୟ ପ୍ରତିକ୍ରିୟା ନାହିଁ, କଷ୍ଟ ଯନ୍ତ୍ରଣାକୁ ନିରବରେ ସହ୍ୟ କରି ଯାଉଛନ୍ତି, ଯାହାକି ଅସମ୍ଭବ ସମସ୍ତଙ୍କ ପାଇଁ। ମସ୍ତିଷ୍କକୁ ପୁରା ଚିନ୍ତା ଶୂନ୍ୟ ଯେମିତି କରିଦେଇଛନ୍ତି, ଯେମିତି ଲେଲେଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେମିତି କରିବାକୁ ହୁଏ ସବୁ କଷ୍ଟକୁ, କିଭଳି ଭାବରେ ମସ୍ତିଷ୍କକୁ କେମିତି ଚିନ୍ତା ଶୂନ୍ୟ କରିଦେଲେ କିପରି ଭାବରେ କଷ୍ଟ ଯନ୍ତ୍ରଣା ମଧ୍ୟ ଜଣାପଡେ ନାହିଁ, ସେଇ ବୋଧହୁଏ ତାକୁ ହିଁ ସେ ପ୍ରୟୋଗ କରୁଥିଲେ। ଏତେ ବଡ ଦୁର୍ଘଟଣା, ସାଧାରଣ ମଣିଷରେ କି ଅବସ୍ଥା ହେଇଥାନ୍ତା ସେ କଥା ଛାଡନ୍ତୁ, କିନ୍ତୁ ସେ ସେଥିପାଇଁ ତାଙ୍କୁ ସେ ଡକ୍ଟର କହିଲେ ଯେ ସେ ଜଣେ ହଉଛନ୍ତି ଜଣେ ଶ୍ରୀ ଅରବିନ୍ଦ ୱାଜ ଆନ୍ ଆଇଡିଆଲ ପେସେଣ୍ଟ, ଜଣେ ଆଦର୍ଶ ରୋଗୀ। ତା ପରଦିନ ଦ ଫଲୋଇଂ ଡେ ଡକ୍ଟର ମଣିଲାଲ had to face from the mother such an unexpected thundering assault that we felt our hearts would stop with fear and consternation. It was Mahakali's words. I have never since seen her in such a heavy mood. ତା ପରଦିନ ଡାକ୍ତର ମଣିଲାଲଙ୍କ ଠାରୁ ଡାକ୍ତର ମଣିଲାଲ ମାଙ୍କ ଠାରୁ ଏମିତି ଗୋଟେ ପ୍ରଚଣ୍ଡ ଆକ୍ରମଣ ଶିକାର ହେବେ କଥା କେହି ମଧ୍ୟ ଭାବିନଥିଲେ। ତା ପରଦିନ ଯେତେବେଳେ ଯୋଉ ଘଟଣାଟି ଘଟିଲା, ଯେମିତି ସମସ୍ତେ ଭାବିଲେ ଯେ ଇଏ ହଉଛି ମହାକାଳୀଙ୍କର କ୍ରୋଧ, ଭୟରେ ଯେମିତି ସମସ୍ତଙ୍କର ଗୋଟେ ହୃଦସ୍ପନ୍ଦନ ସେତିକି ଯେମିତି ବନ୍ଦ ହେଇଯିବ, ଏଭଳି ଅବସ୍ଥା। ଶ୍ରୀ ଅରବିନ୍ଦ ନୀରବରେ ଶୋଇଥାନ୍ତି, ମା ଆସିକିରି ଘରେ ସେ ରୁମରେ ଆସି ପ୍ରବେଶ କଲେ ଏବଂ ଶ୍ରୀ ଅରବିନ୍ଦଙ୍କ ଶଯ୍ୟା ପାଖରେ ଛିଡା ହେଇକିରି ଡାକ୍ତର ମଣିଲାଲଙ୍କୁ ପଚାରୁଛନ୍ତି, ତାଙ୍କ ଜଙ୍ଘ ହାଡ ଭାଙ୍ଗିଥିବା ବିଷୟରେ କିଛି ମତାମତ ପଚାରୁଛନ୍ତି। ଡାକ୍ତର କଣ କଲେ ନା ଇଚ୍ଛା କରିକିରି ଜାଣିଛି କଣ କଲେ, କିଛିଟା ଗୋଟେ ସବୁ କଥାକୁ ଯେମିତି ପ୍ରକାଶ କରିଦବାଟା ଉଚିତ ହବ ନାହିଁ, ସେ କଣ କଲେ ଗୋଟେ ଛଳନାପୂର୍ଣ୍ଣ ଉତ୍ତର ଦେଲେ, କିମ୍ବା ଯେମିତି ଅବସ୍ଥାଟା ବେଶୀ ଗୁରୁତର ନୁହେଁ ସେଇଭଳି ଭାବରେ ଟିକେ ହାଲକେଇ ସେ କଣ କଲେ ଗୋଟେ ଉତ୍ତର ଦେଲେ, କେଜାଣି ଏଇଭଳି ଭାବରେ ସେ ଉତ୍ତର ଦେଲେ। ଯେମିତି ଏ କଥା ମା ଶୁଣିଲେ, ଦ ମଦର ଏକ୍ସପ୍ଲୋଡେଡ
ଡୋଣ୍ଟ ହାଇଡ୍ ଇଟ୍, वी नो द ट्रुथ। माँ पर रागरे पूरा फाटी पड़े कहते लुचा नहीं, सत कथा आम जानू। एभली भाव जो जी भाव जो भली भाव से मुखमंडल भाव तांकर स्वर जो प्रभाव ताको शुणिकी जितक उपस्थित थे समस्त भीतर जमी लगे जमी हृदस्पंदन बंद हो। माँ कौन कले कहते एमती गोटे विरल घटना जहाँ घटला मुझे भूली पारिनी। Then I saw something rare that I shall never forget. The mother prostrated herself on the floor before Sri Aurobindo and I believe began to pray to him. तापर माँ कौन कले जिते बड़े ये भाव रागरे फाटी पड़े कौन कले श्री अरविंद शोचती चटाण उपर कौन कले पूरा भूमिस्थ भाव जमी पूरा पेटेक शोई पड़ते से भाव भूमिस्थ भाव कौन कल तले शोई पड़े पेट को तले कर भूमिस्थ प्रणाम जहाँ आम कहू से भाव से शोई पड़े जहाँ जना पड़ूला जमी सी श्री अरविंद को प्रार्थना करुँच जो अवस्था जो आंतरिक प्रार्थना वेदब्राह्मण कहते मैं अनुभव कली प्रकृत परिस्थिति गुरुत्व केते जो दुर्घटना घटी यार ये घटना केते गुरुत्वपूर्ण से कथा यही भूमिस्थ प्रणाम कर प्रार्थना करवाटा भंगी से अनुभव कर पारे। से लिखुंट जे माँ केते समय धरी से भाव नीरव भूमिस्थ प्रणाम रहिले एवं स्थिर भाव गंभीर भाव श्री अरविंद से प्रार्थना टी शुणुले। से नीरवता भितर प्रार्थना माँ प्रार्थना श्री अरविंद पाख को स्पष्ट करुला। परस्पर भावर आदान प्रदान से भक्ति प्रेमर से जो प्रमाण से देले केवल से दुई जन भितर से उपस्थित थी कहीं से कथा जापारे ना परस्पर भितर नीरवता भितर से कौ भाई भाव को चेतना से कथबार्ता कौन होते गोटे दल से गढ़ा श्री अरविंद दायित्व नापी जेहेतु बर्तमान से बिछण शय्याशायी अवस्था अच्छा गोटे दल गढ़ाला से किए रही नीरदबन रही मणिलाल रही आ 3 जन चिकित्सा शास्त्र जानी 3 जन व्यक्ति रही एवं श्री अरविंद व्यक्तिगत परिचारक चंपकलाल रहिले पुराणी रहिले एवं सत्येंद्र मध्य रहिले। ये भाव गोटे दलटी गढ़ागला एवं से कार्य दिगला कौन ना से निजर व्यक्तिगत रुचि अनुसार जे जहाँ कार्य नगे क्या बाध्य करे एवं पुराणी बाछि ना सबुठ अड़ुआ समय कौ समय राति 2टा समय से बाछि तेणु से लिखुं आम सब गुड़िक सुविधा है। आ प्रथम काम तो बहुत कम थी कहीं श्री अरविंद तो केवल निश्चल अवस्था शोई रोते कई जड़े पाखे खाली रहा कथा काले किसी दरकार पड़ो कौन आवश्यक हम पूरा दलर उपस्थिति केवल केतरी निर्दिष्ट समय रोते एकाठी जमी धरतु किसी समय रोते जिते आवश्यक होता कर नौटेवाई से कौन करते ना केतन साहाଯ୍य करके कर नौटेबार धीरे धीरे साहाଯ୍य करुले। से रूम को केवल आगुरी थिला केवल जाऊे कि माँ जाऊे चंपकलाल जाऊे आउ तो क्या जावाक अनुमति नाला एवं वर्तमान समस्ते अबाधे सानिध्य पाइबार सुजोग पाइले पाखक गले नीरव जमी गोटे लिखुं गोटे जो नीरवतार प्राचीर थिला ता जमी भांगीगला आम समस्ते सहित बसवा से आलाप आलोचना करवा ये भाव समयटी से कटि जाता। जितेबाला श्री अरविंद कौन करते जितेबाला निश्चल अवस्था शोई रोते नीरदबन लिखुंट जितेबाला निहाती क्वचित केवे केमी सहायता क्या डाकुते से कहते मोर मन अच्छी जितेबाला हे तो अधिक कष्ट तेणु राति डाकिले डकर आसला पाक जावाई
ତେଣୁ ସେ ଜାଣିପାରିଲେ ଯେ ନିହାତି କଷ୍ଟ, ଏତେ କଷ୍ଟ ନହେଲେ, ଯନ୍ତ୍ରଣା ନହେଲେ ତାଙ୍କୁ ରାତିରେ ଜଣେ ଡାକିବେ, ଶ୍ରୀଅରବିନ୍ଦ ଡାକିବେ, ଆଦୌ ସମ୍ଭବ ନାହିଁ। ଏବଂ ସେ ଲେଖୁଛନ୍ତି ଯେ ଗୁରୁଙ୍କର ସେ ସହଜ, ତାଙ୍କ ସହିତ ତାଙ୍କ ସାନ୍ନିଧ୍ୟରେ ସମସ୍ତେ ରହିବା ପରେ ତାଙ୍କ ସହିତ ଯୋଉ ବାର୍ତ୍ତାଳାପ ଦିନକୁ ଦିନ ବଢିବାକୁ ଲାଗିଲା ଏବଂ ଆମର ଦିନ ଗୁଡିକ ବେଶ ଗୋଲାପୀ ଆଭାରେ ଯେମିତି ରଙ୍ଗୀନ ହେଇ ଉଠୁଥିଲା। The days began to take on a more and more rosy tint as the master became more and more communicative. ତାଙ୍କ ସହିତ ଏକାଠି ରହିବାର ଯୋଉ, ତାଙ୍କ ସାନ୍ନିଧ୍ୟ ପାଇବାର ଯୋଉ ସୁଯୋଗ ସେ ଦଉଥିଲେ ଏବଂ ଶ୍ରୀଅରବିନ୍ଦଙ୍କ ସହିତ ଆଳାପ ଆଲୋଚନା କରିକି ତାଙ୍କ ଦିନ ଗୁଡିକ ଯେମିତି ଅତି ରଙ୍ଗୀନ ହେଇ ଉଠୁଥିଲା ଦିନକୁ ଦିନ। ଶ୍ରୀଅରବିନ୍ଦଙ୍କ ପାଇଁ ଗୋଟେ ଥିଲା, ସେ ଘରେ ଗୋଟେ ଚକ ଲଗା ଟେବୁଲ ଥିଲା, ଯୋଉ ଟେବୁଲରେ ଚକ ଲଗା ଥିଲା, ସେଥିରେ ଖାଦ୍ୟ ରଖିକିରି ଶ୍ରୀଅରବିନ୍ଦଙ୍କ ଶଯ୍ୟା ପାଖରେ ସେଠିକି ରଖାଯାଉଥିଲା। ତାପରେ ଶ୍ରୀଅରବିନ୍ଦ ବସିକିରି ସେଇଠି ଭୋଜନ କରୁଥିଲେ ଏବଂ ମା କଣ କରୁଥିଲେ, ସେ ଟେବୁଲଟିକୁ ଶ୍ରୀଅରବିନ୍ଦଙ୍କର ଶଯ୍ୟା ପାଖକୁ ଠେଲି ଠେଲିକି ନିଜେ ନଉଥିଲେ, ନିଜ ହାତରେ ଖାଦ୍ୟ ପରସନ୍ତି, ଏଇଭଳି ଭାବରେ ସେ କରୁଥିଲେ। ଦିନେ କଣ କଲେ ନା, ମା ଯେତେବେଳେ ଟେବୁଲଟିକୁ ଠେଲିକିରି ନଉଛନ୍ତି, ସେତେବେଳେ କଣ କଲେ ନା ସେ ଦୌଡ଼ିକି ଆସିଲେ, ଦୌଡ଼ିକି ଆସିଲେ ଯେ ମାଙ୍କୁ ସାହାଯ୍ୟ କରିବା ପାଇଁ, ଟେବୁଲଟିକୁ ଠେଲିବାରେ ସାହାଯ୍ୟ କରିବା ପାଇଁ। ମା କଣ କରୁଛନ୍ତି, with a sweet smile he complained to Sri oh they are taking away my work. ମା ହସିକିରି ମଧୁର ହସ ହସି କହୁଛନ୍ତି ଯେ ଦେଖ ଯେ କିଭଳି ଭାବରେ ମୋ କାମଟିକୁ ସେମାନେ ନେଇଯାଉଛନ୍ତି, ମୋ କାମଟିକୁ କେମିତି ସେମାନେ ନେଇଯାଉଛନ୍ତି ବୋଲି ମଧୁର ଭାବରେ ମା ହସିକିରି କଥା କହିଲେ। ଏବଂ ମା ଥରେ ଚାହିଁଲେ ତାଙ୍କୁ କିଛି ଦେବା ପାଇଁ। One day wishing to give me something, the mother asked me, do you like bananas? ତମେ କି ପସନ୍ଦ କର କି, କଦଳୀ ଖାଇବାକୁ ପସନ୍ଦ କର କି, ନିର୍ମଳକୁ ପଚାରିଲେ। ସେ ସାଙ୍ଗେ ସାଙ୍ଗେ ଉତ୍ତର ଦଉଛନ୍ତି, I don't dislike them mother, ମୁଁ ତାକୁ ଖରାପ ମନେ କରିନି ମା। ଏବଂ ସେ ଲେଖୁଛନ୍ତି ଯେ ଏଇଟା ହିଁ ଥିଲା ମାଙ୍କ ସହିତ ମୋର ପ୍ରଥମ ଗୋଟେ କୌତୁକପୂର୍ଣ୍ଣ କଥା, ତାଙ୍କ ସହିତ କୌତୁକିଆ କଥାବାର୍ତ୍ତା କରିବା, ଏଇଟା ମୋ ପାଇଁ ଥିଲା ପ୍ରଥମ। ତାପରେ ପ୍ରାତ ଭୋଜନଟି ଯୋଉ ସକାଳୁ ସକାଳୁ ଯୋଉ ବ୍ରେକଫାଷ୍ଟ କରୁଥିଲେ ଶ୍ରୀଅରବିନ୍ଦ, ସେଇଠିକୁ ମଧ୍ୟ ଖୁବ ଶୀଘ୍ର ବନ୍ଦ ହେଇଗଲା। କାହିଁକି ନା ଶ୍ରୀଅରବିନ୍ଦ ସକାଳେ ସେ କ୍ଷୁଧା ଅନୁଭବ କରୁନଥିଲେ, ତେଣୁ ସେ ତାଙ୍କର ସେ ପ୍ରାତ ଭୋଜନଟି ମଧ୍ୟ ବନ୍ଦ ହେଇଗଲା। ଏବଂ ନିରଦମନ ଲେଖୁଛନ୍ତି ଯେ ତାଙ୍କର ଚା ପିଇବା ସମୟରେ ଗୋଟେ ମଜା ଉପାଖ୍ୟାନ ରହିଛି। ସେ କଣ କରନ୍ତି ଯେ ପ୍ରତ୍ୟହ କପେ ଚା ଶ୍ରୀଅରବିନ୍ଦ ତାଙ୍କର ଅତି ପ୍ରିୟ ଚା ପିଇବାଟା। ଏ କଥାଟା ହଉଛି ସର୍ବଜନ ବିଦିତ ବିଷୟ ଯେ ସେ ଚା ପିଅନ୍ତି, ସକାଳୁ ସକାଳୁ ଚା ଟି ପିଅନ୍ତି। ଏବଂ ଯେତେବେଳେ ଦୁର୍ଘଟଣା ପରେ ସେ ଏଇ ଅଭ୍ୟାସଟି ଟିକେ ଓଲଟପାଲଟା ହେଇଗଲା। ବର୍ତ୍ତମାନ ପୁଣି ପ୍ରଶ୍ନ ଉଠିଲା ଯେ ପ୍ରତିଦିନ ଶ୍ରୀଅରବିନ୍ଦଙ୍କୁ ପ୍ରତ୍ୟେକ ଦିନ ସକାଳୁ ଚା କପେ ଲେଖା ଦିଆଯିବ। ଏବଂ ଯଦି ବା ଶ୍ରୀଅରବିନ୍ଦ ଚା ପିଇବାର ଅଭ୍ୟାସ, ଯଦି ବା ସେ ଥିଲେ ତାଙ୍କର ଅଭ୍ୟାସ ଥିଲା ଚା ପିଇବାରେ, କିନ୍ତୁ ଏମିତି ବି ଅଭ୍ୟସ୍ତ ନଥିଲେ ଯେ ନହେଲେ ନ ଚଳେ। ଏବଂ ସେ ଲେଖୁଛନ୍ତି ଯେ ତାଙ୍କର ଯୋଉ ଚା ପିଇବାର ଯୋଉ ପାତ୍ରଟି ଥିଲା ସେଇଟା ମଧ୍ୟ ଅଦ୍ଭୁତ ଥିଲା। ସେ କଣ କରୁଥିଲେ ନା ଯୋଉ ପଥ୍ୟ ପାନ, ଯୋଉ ଫିଡିଂ କପ୍, ସେଇଥିରେ ଚା ପାନ କରୁଥିଲେ। ଏବଂ ସେ ଗୋଟେ ମଧୁର ଗୋଟେ ଇଏ କରି କହୁଛନ୍ତି ଯେ ପଥ୍ୟପାନ ପାତ୍ରରୁ ଗୋଟେ କୌଣସି ପାନୀୟ ଜଣେ ପାନ କରିକି ତାର ରସାଦନ କେମିତି କରିପାରେ, ମତେ ଆଶ୍ଚର୍ଯ୍ୟ ଲାଗୁଛି। ଏବଂ ଦୁର୍ଘଟଣା ପୂର୍ବରୁ ଯେତେବେଳେ ତାଙ୍କ ପ୍ରକୋଷ୍ଠରେ ଠନ୍ ଠନ୍ ଶବ୍ଦ ଶୁଭେ, ସେତେବେଳେ ଜଣା ପଡୁଥିଲା, ସେମାନେ କହୁଥିଲେ ଯେ ଦେଖନ୍ତୁ ବର୍ତ୍ତମାନ ଶ୍ରୀଅରବିନ୍ଦ ଚା ପିଉଛନ୍ତି। ରାତିରେ ଯେତେବେଳେ ସମସ୍ତେ ଶୋଇପଡିଥିବେ, ସେ ତାଙ୍କ ଲେଖା ଲେଖିରେ ବ୍ୟସ୍ତ ଥାନ୍ତି, ସେତେବେଳେ ମଧ୍ୟ ସେ ଚା ପାନ କରନ୍ତି। ଏବଂ ସେତେବେଳେ ତାଙ୍କ ଯୋଉ ଠୁନ୍ ଠୁନ୍ ଶବ୍ଦଟି ଆସେ, ସେତେବେଳେ ଏମାନେ କୁହନ୍ତି ଦେଖନ୍ତୁ ଶ୍ରୀଅରବିନ୍ଦ ଚା ପିଉଛନ୍ତି। ଏବଂ ହଠାତ୍ ଦିନେ ଶ୍ରୀଅରବିନ୍ଦ କହିଲେ ଯେ ଚା ପିଇବା, ତେବେ ସେ ଘୋଷଣା କଲେ ଯେ ମୁଁ ଆଉ ଚା ପିଇବି ନାହିଁ। ହଠାତ୍ ସେ ଘୋଷଣା କଲେ ଯେ ମୁଁ ଆଉ ଚା ପିଇବି ନାହିଁ। ଗୋଟେ ଏଭଳି ଗୋଟେ ଆଜୀବନ ଅଭ୍ୟାସ ଯାହା ରହିଆସିଛି, ସେ ହଠାତ୍ ସେ ଦିନେ ହଠାତ୍ ବନ୍ଦ ହେଇଯିବେ, କଥାଟି ଗୋଟେ ଅବଶ୍ୟ ତାଙ୍କ ପାଇଁ ଏଟା ଅସମ୍ଭବ କଥା ନୁହେଁ।
ଆଉ କାହା ପାଇଁ ଅସମ୍ଭବ କଥା ହେଇପାରେ, ଗୋଟେ ଆଜୀବନ ଅଭ୍ୟାସ ଥିବା ଅଭ୍ୟାସଟି ହଠାତ୍ ଜଣେ ବନ୍ଦ କରିଦେଇପାରେ, ଏହା ଆଉ କାହା ପାଇଁ ହୁଏତ ଅସମ୍ଭବ ହେଇପାରେ, କିନ୍ତୁ ଶ୍ରୀ ଅରବିନ୍ଦଙ୍କ ପାଇଁ ଏ କଥା ଅସମ୍ଭବ ନାହିଁ। ଏବଂ ଏଇ ଘଟଣାକୁ ନେଇକରି ନିରଦବର୍ଣ୍ଣ କହୁଛନ୍ତି ଯେ ଏଇ ଘଟଣାର ବହୁ ବର୍ଷ ପୂର୍ବେ ଅନ୍ୟ ଗୋଟେ ଘଟଣା ମନେ ପଡୁଛି, ଯେତେବେଳେ ସେ ଧୂମପାନ କରୁଥିଲେ ସେତେବେଳେ ପ୍ରାୟ ସର୍ବଦା ତାଙ୍କ ମୁହଁରେ ଗୋଟେ ସିଗାରେଟ ଲାଗିଥାଏ। ଥରେ ମହାତ୍ମା ଗାନ୍ଧୀଙ୍କର ପୁଅ ଦେବଦାସ ଗାନ୍ଧୀ ତାଙ୍କୁ ଦର୍ଶନ କରିବା ପାଇଁ ଆସିଲେ ଏବଂ ଦେଖିଲେ ଶ୍ରୀ ଅରବିନ୍ଦ ସିଗାରେଟ ଖାଉଛନ୍ତି ଏବଂ ସେ ପ୍ରଶ୍ନ କରୁଛନ୍ତି, why are you so attached to smoking? ଧୂମପାନ ପ୍ରତି ଆପଣ ଆସକ୍ତ କାହିଁକି? ଶ୍ରୀ ଅରବିନ୍ଦ ସଙ୍ଗେ ସଙ୍ଗେ ଉତ୍ତର ଦଉଛନ୍ତି, why are you attached to non smoking? ଧୂମପାନ ପ୍ରତି ତୁମେ ତ ଅନାସକ୍ତ କାହିଁକି? ଏବଂ ଯେତେବେଳେ ପରବର୍ତ୍ତୀ ସମୟରେ ଯେତେବେଳେ ମା ଆଶ୍ରମର ଦାୟିତ୍ୱ ନେଲେ, ସେତେବେଳେ ଆଶ୍ରମବାସୀ ମାନେ ଧୂମପାନ କରୁଥିଲେ, କିନ୍ତୁ ଧୂମପାନ ନ କରିବା ପ୍ରତି ମାଙ୍କର ସମର୍ଥନ ଥିଲା। ମା ଚାହୁଁନଥିଲେ ଯେ କିଏ ଧୂମପାନ କରନ୍ତୁ ଏବଂ ଏ କଥା ସେ ଶ୍ରୀ ଅରବିନ୍ଦଙ୍କୁ ମଧ୍ୟ ପ୍ରଥମ କହିଲେ ଯେ ଆପଣଙ୍କୁ ଧୂମପାନ କରିବା ଉଚିତ ନୁହେଁ। କେବଳ ଗୋଟିଏ କଥା, ସେ ପଦଟେ, ସେ ଗୋଟିଏ ପଦ କଥାରେ ବିନା ଦ୍ୱିଧାରେ ଶ୍ରୀ ଅରବିନ୍ଦ କଣ କଲେ, ସିଗାରେଟ ତ୍ୟାଗ କଲେ। ଟିକେ ହେଲେ ବି ମାନେ ତାଙ୍କର ଗୋଟେ ଅଭ୍ୟାସ, ଗୋଟେ ଏତେ ଦିନର ଅଭ୍ୟାସରେ ଗୋଟେ ପରିସମାପ୍ତି ଘଟିଲା। କୌଣସି ପ୍ରକାର ପ୍ରତିବାଦ ନାହିଁ ଯେ ଛାଡିବାକୁ କଷ୍ଟ ହବ। ସାଧାରଣ ମଣିଷଟି କଣ କରେ, ପାନ ହଉ, ବିଡି, ସିଗାରେଟ, ମଦ, ଗଞ୍ଜେଇ ଛାଡିବା କଥା ତାଙ୍କ ପାଇଁ ମୁସ୍କିଲ। ଦିନେ ପଛେ ଉପବାସ ରହିଯିବା ସମ୍ଭବ, କିନ୍ତୁ ନିଶା ଟିକେ ନହେଲେ ନ ଚଳେ ଯୋଉମାନଙ୍କର ଅଭ୍ୟାସ। ଏବେ ତ ନିକଟରେ ଜଣେ ବ୍ୟକ୍ତି ଯିଏକି ନିଶାସକ୍ତ ହେଇକି ଜୁଆ ଖେଳିଲେ, ରେଲୱେ କର୍ମଚାରୀ, 50, 60, 70 ହଜାର ଟଙ୍କା ଦରମା, କିନ୍ତୁ ଖେଳରେ ହାରି ହାରି 12 ଲକ୍ଷ ଟଙ୍କା ବାକି କଲେ। ବର୍ତ୍ତମାନ ସେ ଡିପ୍ରେସନରେ। ତେଣୁ ଆଜିକି ଥାଉ କାଲିକି ଦେଖିବ ବୋଲି ଯୋଉ ଲୋକମାନେ କହନ୍ତି, ଅଭ୍ୟାସ ଟିକେ ଆଜିକି ଥାଉ କାଲିକି ଛାଡିବାକୁ ଚେଷ୍ଟା କରିବା, ସେଇମାନଙ୍କ ଜୀବନରେ କାଲି କେବେ ହେଲେ ଆସେ ନାହିଁ। ପୁଣି ଶ୍ରୀ ଅରବିନ୍ଦ ନିରଦବର୍ଣ୍ଣ କହୁଛନ୍ତି ଯେ ପୁଣି ଆମେ ଫେରି ଆସିବା, ଆମେ ଶ୍ରୀ ଅରବିନ୍ଦଙ୍କର କୋଠରୀକୁ, ସେ କାହାଣୀକୁ ପୁଣି ଧରିବା। ଖାଦ୍ୟ ବିଷୟ ତ ସମାଧାନ ହେଇଗଲା। ତାପରେ ତାଙ୍କ ସ୍ନାନ କରିବାର ସମସ୍ୟାଟି କଣ ହେଲା ନା, ଶ୍ରୀ ଅରବିନ୍ଦ ଶଯ୍ୟାଶାୟୀ ଯେତେବେଳେ ଥିଲେ, ଯେ ପର୍ଯ୍ୟନ୍ତ ଥିଲେ, ପ୍ରତ୍ୟେକ ଥର କଣ କରାଯାଉଥିଲା, ତାଙ୍କ ଶରୀରକୁ ଓଦା ତଉଲିଆରେ ପୋଛାପୋଛି କରିଦିଆଯାଉଥିଲା ଏବଂ ତାଙ୍କର ସେଇ ଦିବ୍ୟ ଶରୀରକୁ ସ୍ପର୍ଶ କରି ସେଥିରେ ସାବୁନ ଲଗେଇବା, ପାଉଡର ଲଗେଇବା, ଏଇ ମାନସିକ ପରିଚ୍ଛନ୍ନତା ଥିଲା ଦାୟିତ୍ୱ ନା ଡାକ୍ତର ମଣିଲାଲଙ୍କର। ଅବଶ୍ୟ କହୁଛନ୍ତି ଏଇ ଯୋଉ ସୁଯୋଗଟି ମୋ ପାଇଁ ଗୋଟେ ଦିବ୍ୟ ସୁଯୋଗ। ତାଙ୍କର ସେ ଦିବ୍ୟ ଶରୀରକୁ ସ୍ପର୍ଶ କରି ତାଙ୍କ ଦେହରେ ସାବୁନ ଲଗେଇବା, ତାଙ୍କୁ ପୋଛିଦବା, ତାଙ୍କ ଦେହରେ ପାଉଡର ଲଗେଇଦବା, ତାଙ୍କୁ ପରିଷ୍କାର ପରିଚ୍ଛନ୍ନତା କରିବା, ଏଗୁଡିକ ଯେମିତି ଗୋଟେ ଦିବ୍ୟ ସୁଯୋଗ, ଗୋଟେ ଅଦ୍ୱିତୀୟ ସୁଯୋଗ ମୋ ପାଇଁ, ଡାକ୍ତର ମଣିଲାଲଙ୍କ ପାଇଁ। ଏବଂ ଯେତେବେଳେ ଶ୍ରୀ ଅରବିନ୍ଦ ଶୋଇ ରହୁଥିଲେ ନିଶ୍ଚଳ ଭାବରେ, ନିଶ୍ଚିତ ଭାବରେ ଶୋଇ ରହିଲେ କଣ ହବ ନା, ଟିକେ ବଡିରେ ଆମର ଯୋଉ ସିଷ୍ଟମ ସବୁ ସେଥିରେ ଟିକେ ବାଧା ସୃଷ୍ଟି ହବ ନିଶ୍ଚିତ ଭାବରେ, ଏବଂ ତା ମଧ୍ୟ ହେଇଥିଲା। ତେଣୁ ତାଙ୍କୁ କୁହାଗଲା ଯେ ଆପଣ କିଛି ଔଷଧ ବ୍ୟବହାର କରନ୍ତୁ, କିନ୍ତୁ ସେ କହିଲେ ଯେ ମୁଁ କୌଣସି ପ୍ରକାର ଔଷଧ ଗ୍ରହଣ କରିବି ନାହିଁ। ତେଣୁ ଏମାନେ ଯୁକ୍ତି କଲେ ଯେ ଆପଣ କିଛି ଔଷଧ ନହେଲେ ନାହିଁ, ତ୍ରିଫଳା ତ ଗୋଟେ, ତାକୁ ତ ଔଷଧ କୁହାଯିବନି, 3ଟି ଫଳ ଦ୍ୱାରା ଗୋଟେ ମିଶ୍ରଣ, ଆପଣ ତାକୁ ହେଲେ ସେବନ କରନ୍ତୁ। କିନ୍ତୁ ତାକୁ ମଧ୍ୟ ସେ ଗ୍ରହଣ କଲେ ନାହିଁ। ପୁଣି ଏମାନେ ପଚାରିଲେ, ଯୋଉ ଦଳଟି ଥିଲେ ସେମାନେ ପଚାରିଲେ ଯେ ଆପଣ କାହିଁକି ଆପଣଙ୍କ ଶକ୍ତି ପ୍ରୟୋଗ କରୁନାହାନ୍ତି, why not apply the force then? ଆପଣ ଶକ୍ତି ଆପ୍ଲାଏ କରନ୍ତୁ। ଶ୍ରୀ ଅରବିନ୍ଦ କହିଲେ, ମୁଁ ଯୋଉ ଶକ୍ତି ଆପ୍ଲାଏ କରୁନାହିଁ ସେ କଥା ନୁହେଁ, କିନ୍ତୁ ଶରୀର ଗୋଟେ ଏଭଳି ଅବସ୍ଥାରେ ଅଛି, ଗୋଟେ ତାମସିକ ଅବସ୍ଥାରେ ଅଛି, ଏ ଯୋଉ ତାମସିକ ଅବସ୍ଥା, ୟା ଦ୍ୱାରା ଶକ୍ତି ପ୍ରୟୋଗ କରିବା ପାଇଁ ମୁଁ ଟିକେ ଆଳସ୍ୟ ଅନୁଭବ କରୁଛି। ଏବଂ ତାଙ୍କର ଏଇଭଳି ଉତ୍ତରରେ ସମସ୍ତେ ହସି ଉଠିଲେ ଯେ ଏଭଳି ପ୍ରଭୁ ତାମସିକ ଅବସ୍ଥା ତାଙ୍କର କହୁଛନ୍ତି, ତାଙ୍କର ସ୍ୱୀକାରୋକ୍ତି ଶୁଣିକରି ସେମାନେ ମଧ୍ୟ ହସି ଉଠିଲେ। ପୁଣି ଶ୍ରୀ ଅରବିନ୍ଦ କହିଲେ ଯେ ବେଶୀ ସାହାଯ୍ୟ କରିବା ଏବଂ କମ ସାହାଯ୍ୟ କରିବା ଗଳ୍ପ ଭଳି କଥା।
ଏମାନେ ବୁଝିପାରିଲେ ନାହିଁ ଯେ ଶ୍ରୀଅରବିନ୍ଦ କଣ କହୁଛନ୍ତି, କୋଉ କଥା କହୁଛନ୍ତି। ବେଶୀ ସାହାଯ୍ୟ କରିବା ଏବଂ କମ ସାହାଯ୍ୟ କରିବା ଗଳ୍ପ ଭଳି କଥା ଏଇଟା। ତ ଯେତେବେଳେ ଏ ଗଳ୍ପ କଥାଟି ପଚାରିଛନ୍ତି ଶ୍ରୀଅରବିନ୍ଦକୁ, ଶ୍ରୀଅରବିନ୍ଦ ତାତ୍ପର୍ଯ୍ୟ ବୁଝେଇ କହୁଛନ୍ତି ଯେ ଗୋଟେ ଯୁଦ୍ଧ ବୋର ଯୁଦ୍ଧ ହଉଥିଲା। ସେ ଯୁଦ୍ଧ ନାଁ ହଉଛି ବୋର ଯୁଦ୍ଧ। 2 ଜଣ ସୈନିକ କଣ କଲେ ନା ଯୁଦ୍ଧ ଭୂମିର ଖସିକି ପଳେଇ ଯାଉଥିଲେ, ଘୋଡାରେ ବସିକି ପଳେଇ ଯାଉଥିଲେ। ସେମାନଙ୍କ ସେ 2 ଜଣଙ୍କ ଭିତରୁ ଜଣେ ଥିଲା ଟିକେ ଗେଡା ଆଉ ମୋଟା। ସେ କଣ କଲା ନା ଘୋଡାରେ ଖସି ପଡିଲା। ଘୋଡାରୁ ଖସି ପଡିଲା, ପଛରେ ଶତ୍ରୁ ମାନେ ଜୋରରେ ଗୋଳେଇଛନ୍ତି ଏବଂ ସେ ଟିକେ ଯେହେତୁ ମୋଟା ଅଛି ସେ ନିଜେ ମଧ୍ୟ ଉପରକୁ ଘୋଡା ଉପରକୁ ଉଠି ପାରୁନି। ତ ସେ କଣ କରୁଛି, ବିକଳ ପ୍ରାର୍ଥନା କରିଛି ଯେ ହେ ଭଗବାନ, ଜିନ୍ ଉପରକୁ ଉଠିବାରେ ମତେ ସାହାଯ୍ୟ କର। ଏବଂ ଭଗବାନ ତା ଡାକ ଶୁଣିଲେ। ସେ କଣ କଲା, ତା ଭିତରେ ଏମିତି ଶକ୍ତି ଆସିଲା, ସେ କଣ କଲା, ଗୋଟେ ବଡ ଲମ୍ଫ ଦେଲା। ସେ ଏମିତି ଲମ୍ଫଟେ ଦେଲା, ସେ ଜିନ୍ ଉପରେ ନ ରହିକରି ପଡିଲା ଯାଇକରି କୋଉଠି ନା ଆର ପାଖରେ ପଡିଲା, ଯାହା ଦ୍ୱାରା କି ଶତ୍ରୁ ମାନେ ତାକୁ ଧରି ନେଇଗଲେ। ତାପରେ ସେ ଲୋକଟେ ପାଟି କରି ଉଠିଲା, ଭଗବାନ ମୋତେ ତୁମେ ଏତେ ବେଶୀ ଗୁଡା ସାହାଯ୍ୟ କରିଦେଲ, ତାପରେ ମତେ ଏତେ ବେଶୀ ସାହାଯ୍ୟ କଲ, ଏତେ ଶକ୍ତି ମୋ ଭିତରେ ଆସିଲା ଯେ ମୁଁ ଘୋଡା ଉପରେ ନ ପଡିକି ଯାଇକି ପଡିଲି ଘୋଡା ସେପଟେ, ଯାହା ଦ୍ୱାରା ମତେ ଶତ୍ରୁ ମାନେ ଧରି ନେଇଗଲେ। ଏବଂ ନେଦମଣି କହୁଛନ୍ତି ଯେ ଏଇ ଯୋଉ ସେଇ ଦିନଠୁ କଣ ହେଲା ନା, ଏଇ ଯୋଉ କଥାଟି ଗୋଟେ ସର୍ବଜନ ବିଦିତ କୌତୁକିଆ କଥାଟି ହେଇଗଲା ଆମ ପାଇଁ। ତେଣୁ ବେଶୀ ସାହାଯ୍ୟ ଭଗବାନ କରିଦେଲେ କଣ ହବ ନା, ସେ ଶତ୍ରୁ ହାତ ଧରା ପଡିଲେ। ତା ତ ମୁଁ ଯଦି ସେଇଭଳି ଭାବରେ ଶକ୍ତି ପ୍ରୟୋଗ କରିକିରି ମୁଁ ଯଦି ନିଜକୁ ସୁସ୍ଥ କରିବା ପାଇଁ ଚେଷ୍ଟା କରିବି, ତାହେଲେ ହୁଏତ ଆଉ କିଛି ଅସୁବିଧା ସୃଷ୍ଟି ହେଇପାରେ। এইଭଳି ଗୋଟେ କୌତୁକିଆ କଥାଟି କହିକି, ଯାହା ଦ୍ୱାରା କି ସେମାନେ ଅନେକ ସମୟରେ ବସିକି ଯେତେବେଳେ ଆଲୋଚନା କରନ୍ତି, ଏହି କଥାଟିକୁ ସେମାନେ କଣ କରନ୍ତି ନା, ଏଇ କୌତୁକପୂର୍ଣ୍ଣ କଥାଟିକୁ ସେମାନେ ଆଲୋଚନା କରିକି ଗୋଟେ ହାସ୍ୟ ରସ ତାଙ୍କ ସେଠି ସୃଷ୍ଟି ହୁଏ। ଆଜି ଆଲୋଚନାଟିକୁ ମା ପ୍ରଭୁଙ୍କ ପାଦ ପଦ୍ମରେ ସମର୍ପଣ କରୁଛି। ସମସ୍ତଙ୍କୁ ପ୍ରଣାମ। ବନ୍ଦେ ମାତରମ୍।